ଗଛ କାହାଣୀ କବିତାଟିକୁ ଉପଯୁକ୍ତ ସ୍ୱରରେ ଆବୃତ୍ତି କର ଓ କବିତାରେ ଥିବା ଆପତ୍ତି, ସୂଚନା, ଦୁଃଖ, ଧରଣୀ, ଈର୍ଷା ଓ ଉପକାର ଶବ୍ଦକୁ ନେଇ ବାକ୍ୟ ଗଠନ କରି ଖାତାରେ ଲେଖ। ତ ସେ କବିତାଟିକୁ ଉପଯୁକ୍ତ ସ୍ୱରରେ ଆବୃତ୍ତି କରିବ। ତ ବାକ୍ୟ ଗଠନ କ'ଣ ଦେଇଛି ନା ଆପତ୍ତି, ଅନ୍ୟାୟ ବିରୋଧରେ ଆପତ୍ତି କରିବା ଉଚିତ। ବେଦନା, ଗରିବ ଲୋକଟିର ବେଦନା ଦେଖି ମୋ ମନ କାନ୍ଦି ଉଠିଲା। ତାପରେ କ'ଣ ଅଛି? ଦୁଃଖ, ଆମେ କେବେ ହେଲେ କାହାକୁ ଦୁଃଖ ଦେବା ଉଚିତ ନୁହେଁ। ଯନ୍ତ୍ରଣା, ରୋଗୀଟି କଷ୍ଟରେ ଯନ୍ତ୍ରଣା ପାଉଛି। ଉପକାର, ଗଛ ଆମକୁ ଅମ୍ଳଜାନ ଦେଇ ବହୁତ ଉପକାର କରେ। ତ ଏହିପରି ଶବ୍ଦ ଲେଖିବେ। 2 ନମ୍ବର କ'ଣ ଦେଇଛି ନା ନିଜ ଆଖପାଖରେ 5 ଜଣଙ୍କୁ ଭେଟ। ସେମାନେ ଟିଭି, ରେଡ଼ିଓ କିମ୍ବା ମୋବାଇଲରେ ପିଲାମାନଙ୍କ ପାଇଁ ଉପଯୋଗୀ କେଉଁ କେଉଁ କାର୍ଯ୍ୟକ୍ରମ ଦେଖନ୍ତି ପଚାରି ଲେଖ। ଏଇଟା ତୁମେ ତୁମ ପଡ଼ିଶାର 5 ଜଣଙ୍କୁ ଭେଟିବ। ସେମାନେ କ'ଣ କ'ଣ ଦେଖନ୍ତି ଲେଖିବ। ଧର କିଏ କାର୍ଟୁନ୍ ଦେଖେ, କିଏ ଫିଲ୍ମ ଦେଖେ, କିଏ ଜିକେ ଦେଖେ, ଯିଏ ଯାହା ଦେଖେ ତାକୁ ପଚାରିକି ଲେଖିବ। ଖବରକାଗଜ, ଗପ ବହି, ଶିଶୁ ପତ୍ରିକାରୁ ଭଲ ଲାଗୁଥିବା ପ୍ରସଙ୍ଗଟିକୁ ଖାତାରେ ଲେଖ। ଏଇଟା ତୁମର ସମ୍ପୂର୍ଣ୍ଣ କାମ ତୁମ ପାଇଁ। ତୁମକୁ ଯେଉଁଟା ଭଲ ଲାଗୁଥିବ, ଯେଉଁ ପେପର, ନ୍ୟୁଜ୍ ପେପରରୁ ଦେଖିକି ଲେଖିବ। ଭଲ ଲାଗୁଥିବା ଅନୁଚ୍ଛେଦ, ଛୋଟ ଗଳ୍ପ, କବିତାରୁ 5ଟି ଲେଖାଏଁ ପ୍ରଶ୍ନ ପ୍ରସ୍ତୁତ କର। ଗଛ ଆମକୁ କ'ଣ କ'ଣ ଦେଇଥାଏ? ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ କ'ଣ? ଆମେ କାହିଁକି ଜଙ୍ଗଲ ସୁରକ୍ଷା କରିବା ଉଚିତ? ବନ୍ୟଜନ୍ତୁମାନେ କେଉଁଠାରେ ବାସ କରନ୍ତି? ବୃକ୍ଷରୋପଣ ଦ୍ୱାରା କ'ଣ ଲାଭ ହୋଇଥାଏ? ତ ଏ 5ଟି କ୍ୱେଶ୍ଚନ୍ ହେଲା, ଏକୁ ଲେଖିଦେବ। ତାପରେ ଇଂଲିଶ ଦେଇଛି, ରାଇଟ୍ 3 ୱାର୍ଡ଼ସ୍ ଫର୍ ଇଚ୍ ଲେଟର୍ ଫ୍ରମ୍ A to Z ଆଣ୍ଡ ରାଇଟ୍ ଦେୟାର ମିନିଂସ୍। A to Z ପର୍ଯ୍ୟନ୍ତ ଯେଉଁ ଏରେ 3ଟା ୱାର୍ଡ଼ ଲେଖିବ ଓ ତା'ର ମାନେ ଲେଖିବ। ଫର୍ ଏକ୍ଜାମ୍ପଲ୍ ଯେମିତି ଆପେଲ୍, ଆପେଲ୍ ମାନେ ସେଓ। B ହେଉଛି ବଲ୍, ବୁକ୍, ବୁକ୍ ମାନେ ବହି ଲେଖିବ। ତାପରେ ପଳେଇ ଆସିଲା 2 ନମ୍ବର, ଚେନ୍ ଡ୍ରିଲ୍ ଦେଇଛି। ସ୍କୁଲ, ସ୍କୁଲର ଲାଷ୍ଟ ୱାର୍ଡ଼ ଏଲ୍ ଅଛି, ଏଲ୍ ଲାୟନ୍, ବୁଝିପାରୁଛ? ଲାଷ୍ଟ ୱାର୍ଡ଼ କି ଲେମନ୍, ଯାହା ବି ପାରିବ ଲେଖିବ। ତାର ଲାଷ୍ଟ ୱାର୍ଡ଼ରେ ପୁଣି ଫାଷ୍ଟ ଆରମ୍ଭ ହେବ। ରାଇଟ୍ ଦ ନେମ୍ ଅଫ୍ ଦ 12 ମନ୍ଥ ଅଫ୍ ଦ ଇୟର୍, 12 ମାସର ନାଁ ଇଂରାଜୀରେ ଲେଖିବ, ଜାନୁଆରୀ କତରୁ ଡିସେମ୍ବର ପର୍ଯ୍ୟନ୍ତ। ଆଇଡେଣ୍ଟିଫାଇ ଦ ନେମ୍ ଅଫ୍ ଆନିମାଲ୍ ଆଣ୍ଡ ବାର୍ଡ଼ସ୍ ୱିଥିନ୍ ଦ କ୍ରସୱାର୍ଡ଼ ଫଜଲ୍, ୟାରି ଭିତରୁ ଯେମିତି ଲାୟନ୍ ଦେଲା, ତ ୟାରି ଭିତରୁ ଶବ୍ଦକୁ ନେଇ ଗଠନ କରିବ। ତାପରେ ପଳେଇ ଆସିବା ପରିବେଶ ପାଠ। ସାଇବର ଅପରାଧ ନିରାକରଣ ପାଇଁ କେତୋଟି ସ୍ଲୋଗାନ ଲେଖିବା ପାଇଁ କହିଛି। ଫାର୍ଷ୍ଟ କ'ଣ ନା ମୋବାଇଲ ବା କମ୍ପ୍ୟୁଟରରେ ସର୍ବଦା ଶକ୍ତିଶାଳୀ ପାସୱାର୍ଡ଼ ବ୍ୟବହାର କରିବା। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ OTP କିମ୍ବା ବ୍ୟାଙ୍କ ସୂଚନା ସେୟାର କରିବା ନାହିଁ। ଅଜଣା ଲିଙ୍କ କିମ୍ବା ଇମେଲ୍ ଉପରେ କ୍ଲିକ୍ କରିବା ଉଚିତ ନୁହେଁ। ସାଇବର ଅପରାଧ ଘଟିଲେ ତୁରନ୍ତ ହେଲ୍ପଲାଇନ୍ ନମ୍ବର 1930ରେ ଜଣାଇବା। 2 ନମ୍ବର କ'ଣ ଦେଇଛି ନା ନିଜ ଅଞ୍ଚଳରେ 2 ଜଣ ଦୋକାନୀଙ୍କୁ ଦେଖା କର। ସେ କ'ଣ ସବୁ ସାମଗ୍ରୀ ବିକ୍ରି କରନ୍ତି ଓ କେଉଁଠାକୁ ସାମଗ୍ରୀ ଆଣନ୍ତି ଏବଂ କେଉଁମାନେ ବିକ୍ରି କରନ୍ତି ପଚାରି ଲେଖ। ସେ କ'ଣ ନା ଚାଉଳ, ଡାଲି, ତେଲ, ସାବୁନ, ବିସ୍କୁଟ ଇତ୍ୟାଦି ସାମଗ୍ରୀ ଆଣିଥାନ୍ତି। କେଉଁଠୁ ଆଣିଥାନ୍ତି ନା ସହରର ବଡ଼ ବଡ଼ ବେପାରୀମାନଙ୍କ ଠାରୁ ବା ବଜାରରୁ ଆଣିଥାନ୍ତି। ତାଙ୍କୁ କେଉଁମାନେ ବିକ୍ରି କରନ୍ତି ନା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ଗ୍ରାହକମାନଙ୍କୁ ବିକ୍ରି କରିଥାନ୍ତି। 3 ନମ୍ବର କ'ଣ ଦେଇଛି ନା ଭାରତର ଜାତୀୟ ପତାକା, ଜାତୀୟ ଫୁଲ, ଜାତୀୟ ପଶୁ ପରି ଅନ୍ୟ ସଂକେତ ଗୁଡ଼ିକ ଚିତ୍ର ସଂଗ୍ରହ କର ଓ ଖାତାରେ ଅଠା ଦେଇ ଲଗାଅ। ଏଇଟା ସମ୍ପୂର୍ଣ୍ଣ ତୁମମାନଙ୍କ ପାଇଁ କାମ। ଏହାକୁ ସଂଗ୍ରହ କରିବ ଓ ତୁମ ଖାତାରେ ଲେଖିବ। ଆମ ରାଜ୍ୟର 5ଟି ପ୍ରମୁଖ ନଦୀର ନାମ। ଫାର୍ଷ୍ଟ କ'ଣ ନା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଆଉ ଗୋଟିଏ ବଂଶଧରା। ସାରଣୀକୁ ଖାତାରେ ତିଆରି କରି ପୂରଣ କର। ଫାର୍ଷ୍ଟ ଦେଇଛି ଆୟତ ଚିତ୍ର। ଆୟତ ଚିତ୍ରର ବାହୁ ସଂଖ୍ୟା 4, କୋଣ ସଂଖ୍ୟା 4। ତାପରେ ତ୍ରିଭୁଜ, ତ୍ରିଭୁଜର କୋଣ ସଂଖ୍ୟା 3 ଓ ବାହୁ ସଂଖ୍ୟା ବି 3। ତାପରେ ଷଡ଼ଭୁଜ, ଷଡ଼ଭୁଜର 6ଟି ବାହୁ, 6ଟି କୋଣ। ତାପରେ ହେଉଛି ବର୍ଗଚିତ୍ର, ବର୍ଗଚିତ୍ରର 4ଟି ବାହୁ, 4ଟି କୋଣ। ବୃତ୍ତର ଆଦୌ ନାହିଁ, 0। 10ଟି ବିଭିନ୍ନ କୋଣ ଅଙ୍କନ କର ଓ ପ୍ରଟ୍ରାକ୍ଟରରେ ତାହାକୁ ମାପିକି ଲେଖ। କୋଣ ଅଙ୍କନ କରିବ ଯେମିତି 90 ଡିଗ୍ରୀ ଅଙ୍କନ କରିବ, ତାକୁ ମାପିକି ଲେଖିବ। 3 ନମ୍ବର କ'ଣ ଦେଇଛି ନା ପ୍ରୋଟ୍ରାକ୍ଟର ବ୍ୟବହାର କରି ତଳେ ଦିଆଯାଇଥିବା କୋଣ ଗୁଡ଼ିକୁ ଅଙ୍କନ କର। 45 ଡିଗ୍ରୀ ଦେଇଛି, 70 ଡିଗ୍ରୀ, 60 ଡିଗ୍ରୀ, 35 ଡିଗ୍ରୀ, 50 ଡିଗ୍ରୀ। ଏକୁ ତୁମେ ଅଙ୍କନ କରିବ। 4 ନମ୍ବର ଦେଇଛି 1ରୁ 9 ପର୍ଯ୍ୟନ୍ତ ଅଙ୍କ ନେଇ
ଚାରି ଅଙ୍କ ବିଶିଷ୍ଟ 9ଟି ସଂଖ୍ୟା ଲେଖ। ତାକୁ ବଡ଼ରୁ ସାନ କ୍ରମରେ ସଜେଇବ। ତାପରେ ବିଜ୍ଞାନ ଦେଇଛି ଦୈନନ୍ଦିନ ଜୀବନରେ ଜଳର 5ଟି ବ୍ୟବହାର ଲେଖ ଏବଂ ନିଜ ଘରେ ଜଳ ସଞ୍ଚୟ କରିବା ପାଇଁ ତୁମେ କି ଉପାୟ ଅନୁସରଣ କରିବ ତାକୁ ବର୍ଣ୍ଣନା କର। ଫାଷ୍ଟ କନା ପିଇବା ପାଇଁ ଏବଂ ରୋଷେଇ କାର୍ଯ୍ୟରେ, ଗାଧୋଇବା ଏବଂ ସଫାସୁତୁରା କରିବା ପାଇଁ ଲୁଗାପଟା ଯେଉଁ, ଗଛଲତା ଓ ଚାଷ କାର୍ଯ୍ୟରେ ପାଣି ଦେବା ପାଇଁ, 4ରେ ବାସନକୁସନ ଏବଂ କପଡ଼ା ଧୋଇବା ପାଇଁ, 5ରେ କଳକାରଖାନା ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ। ଘରେ ଜଳ ସଞ୍ଚୟ କରିବା ଉପାୟ କ'ଣ ନା ବ୍ରଶ କଲାବେଳେ ବା ହାତ ଧୋଇଲା ବେଳେ ପାଣି କଳ ଅଯଥା ଖୋଲା ନ ରଖି ବନ୍ଦ କରିବା, ଚାଉଳ ପନିପରିବା ଧୋଇବା ପାଣିକୁ ନଷ୍ଟ ନ କରି ଗଛ ମୂଳରେ ଦେବା, ଘରେ କୌଣସି ପାଣି ପାଇପ୍ କିମ୍ବା କଳ ଲିକ୍ ହେଉଥିଲେ ତାକୁ ତୁରନ୍ତ ମରାମତି କରିବା। 2 ନମ୍ବର 3 ନମ୍ବର ତୁମ ସାଙ୍ଗସାଥିମାନଙ୍କ ସହିତ ପଚରା ଉଚରା କରିକି କରିବ।